2 वर्ष ହେଲା ଶିକୁଳିରେ ବନ୍ଧା ପଡ଼ିଛି ପାଏଲ। ଜନ୍ମର 2 ମାସ ପରେ ଅନାଥ କରି ସବୁଦିନ ପାଇଁ ଛାଡ଼ିଗଲା ମା ଛେଉଣ୍ଡ ଝିଅକୁ ପର କରି ଦ୍ୱିତୀୟ ବିବାହ କରି ଛାଡ଼ିଗଲା ବାପା। ଅଜା ଆଈଙ୍କ ପାଖରେ ରହି ବଞ୍ଚି ଆସୁଥିବା ପାଏଲକୁ ଗତ ମାସରେ ଅନାଥ କରି ଆରପାରିକୁ ଚାଲିଗଲା ଆଈ। ଏବେ ଅଜାଙ୍କ ପାଖରେ ରହିଥିବା 18 ବର୍ଷିଆ ପାଏଲର ଗୋଡ଼ରେ ଶିକୁଳି ବନ୍ଧା ହୋଇଛି। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗାୟତ୍ରୀପଡ଼ାଠାରେ। ଜଣେ 18 ବର୍ଷିଆ ମାନସିକ ବିକୃତ ଯୁବତୀ ଆଜକୁ ପ୍ରାୟ 2 ବର୍ଷ ହେବ ଶିକୁଳି ବନ୍ଧା ଅବସ୍ଥାରେ କୋଠରୀ ଭିତରେ ରହି କାଳ କାଟୁଥିବା ଦେଖିବାକୁ ମିଳିଛି। ଜନ୍ମର 2 ମାସ ପରେ ମା ଯାଜ୍ଞସେନୀ ଆରପାରିକୁ ଚାଲି ଯାଇଥିଲେ। ବାପା ଦୟା ମେହେର ଦ୍ୱିତୀୟ ବିବାହ କରି ତାଙ୍କ ଝିଅ ପାଏଲକୁ ଛାଡ଼ି ଅନ୍ୟତ୍ର ଚାଲିଗଲା। ଅଜା ଗୟାଧର ଓ ଆଈ ମା ପ୍ରମିଳା ସେହି ଝିଅଟିକୁ ନିଜ ପାଖରେ ରଖି ଲାଳନ ପାଳନ କରିଥିଲେ। ଦିନକୁ ଦିନ ଝିଅଟି ବଡ଼ ହେବା ପରେ ତାର ମାନସିକ ସ୍ଥିତି ଠିକ୍ ନଥିବା ଜଣାପଡ଼ିଥିଲା। ଝିଅ ଯୁବତୀ ହେବା ପରେ ତାର ମାନସିକ ସ୍ଥିତି ଠିକ୍ ନଥିବାରୁ ସେ କୁଆଡ଼େ ଚାଲିଯିବା ତଥା କୌଣସି ପ୍ରକାର ଅଘଟଣ ହେବା ଅପବାଦ ଭୟରେ ଅଜା ଆଈ ତାକୁ ଗୋଡ଼ରେ ଶିକୁଳି ବାନ୍ଧି କୋଠରୀରେ ବନ୍ଦ କରି ରଖିବାକୁ ବାଧ୍ୟ ହୋଇଥିଲେ। ହେଲେ ଗତ ଅକ୍ଟୋବର ମାସରେ ଆଈ ମା ପ୍ରମିଳାର ମୃତ୍ୟୁ ପରେ ଅଜା ଗୟାଧର ମେହେର ବର୍ତ୍ତମାନ ନିରୁପାୟ ହୋଇପଡ଼ିଛନ୍ତି। ମାନସିକ ବିକୃତ ନାତୁଣୀ ପାଏଲକୁ କିପରି ସେ ଲାଳନ ପାଳନ କରିବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ଅଜା। ବର୍ତ୍ତମାନ ସେ ପାଏଲକୁ ପ୍ରଶାସନ ବା କୌଣସି ସ୍ୱେଚ୍ଛାସେବୀ ସଂଗଠନର ସହଯୋଗର ଆଶା ବାନ୍ଧି ବସିଛନ୍ତି। ମୋ ନାତୁଣୀକୁ ଭଲ କରି ବଞ୍ଚାଇ ଦିଅ ବୋଲି କୋହଭରା କଣ୍ଠରେ ଲୁହ ଗଡ଼ାଇ ନେହୁରା ହେଉଛନ୍ତି। ପ୍ରାପ୍ତ ଖବର ଅନୁସାରେ ହାତୀବନ୍ଧା ନିବାସୀ ଗୟାଧର ମେହେର ଓ ପ୍ରମିଳା ମେହେରଙ୍କ ଏକମାତ୍ର ଝିଅ ଯାଜ୍ଞସେନୀ ସେ ସ୍ଥାନୀୟ ଦୟା ମେହେରଙ୍କୁ ବିବାହ କରିଥିଲେ। ଦୟା ମେହେର ନିଜ ଶ୍ୱଶୁର ଘରେ ଘରଜୋଇ ଭାବରେ ରହିଥିଲେ। ତାଙ୍କର ଗୋଟିଏ ବୋଲି ଝିଅ ପାଏଲକୁ 2 ମାସ ହୋଇଥିବା ବେଳେ ମା ଯାଜ୍ଞସେନୀର ହଠାତ୍ ମୃତ୍ୟୁ ଘଟିଥିଲା। ବାପା ଦୟା ମେହେର ଦ୍ୱିତୀୟ ବିବାହ କରି ପାଏଲକୁ ଛାଡ଼ି ଅନ୍ୟତ୍ର ଚାଲିଗଲା। ପାଏଲ ଅଜା ଆଈ ପାଖରେ ରହି ବଡ଼ ହେଲା। ହେଲେ ଅଜାଙ୍କ ସେବା କରିବା ପରିବର୍ତ୍ତେ ସେମାନଙ୍କ ପାଇଁ ସେ ବୋଝ ପାଲଟିଗଲା। ମାନସିକ ବିକୃତି ଯୋଗୁଁ ଲଗାମ ଛଡ଼ା ଭାବେ ଏପଟ ସେପଟ ହୋଇ ରହିଲା। ଯୁବତୀ ବୟସରେ ନାତୁଣୀର ଏଭଳି ଅବସ୍ଥା ଦେଖି ତାର ଗୋଡ଼ରେ ଶିକୁଳି ବାନ୍ଧି କୋଠରୀ ଭିତରେ ରଖିବାକୁ ବାଧ୍ୟ ହେଲେ ଅଜା ଆଈ। ଗତ ଅକ୍ଟୋବର 20 ତାରିଖରେ ଆଈ ମା ପ୍ରମିଳାର ମୃତ୍ୟୁ ହେଲା ପରେ ବୃଦ୍ଧ ଅଜା ଏକୁଟିଆ କେମିତି କରିବେ ସେ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଅଜା ଗୟାଧର ମଧ୍ୟ ବୃଦ୍ଧ ଅବସ୍ଥାରେ କେଉଁ ମୁହୂର୍ତ୍ତରେ ଆରପାରିକୁ ଚାଲିଯିବ ତାହା ଭଗବାନଙ୍କୁ ଜଣା। ଯୁବତୀ ନାତୁଣୀର ସେବା କରିବା ତା ପକ୍ଷେ ସମ୍ଭବ ନୁହେଁ। ନିଜର ବୋଲି ତାର କେହି ନାହାନ୍ତି। ନାତୁଣୀର ଚିକିତ୍ସା କରି ତାକୁ ଥଇଥାନ କରିବା ପାଇଁ ସେ ପ୍ରଶାସନ ନିକଟରେ ନେହୁରା ହେଉଛି। ପ୍ରକାଶଯୋଗ୍ୟ ଯେ ବୃଦ୍ଧ ଜଣକ ଗରିବ ପରିବାରର ହୋଇଥିବା ବେଳେ ତାକୁ ଏଯାଏ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ରାସନ କାର୍ଡ ଖଣ୍ଡିକ ମଧ୍ୟ ମିଳିପାରୁନାହିଁ। ନିଜ ଅର୍ଜିତ ଚାଷ ଜମିରୁ କିଛି ଉପାର୍ଜନ କରି କଷ୍ଟେ ମଷ୍ଟେ ପରିବାର ପ୍ରତିପୋଷଣ କରୁଛନ୍ତି। ବର୍ତ୍ତମାନ ସେ ନିରୁପାୟ ନିଃସହାୟ ଅବସ୍ଥାରେ ଥିବା ବେଳେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରୁଛନ୍ତି। ଏନେଇ ସିନାପାଲି ବିଡିଓ କାର୍ମି ଓରାମ ଓ ସିନାପାଲି ଚିକିତ୍ସାଧିକାରୀ ଶ୍ରୀମାନ ସାହୁକୁ ଯୋଗାଯୋଗ କରିବାରୁ ତାର ସୁବ୍ୟବସ୍ଥା ପାଇଁ ଉଚ୍ଚ ପଦାଧିକାରୀଙ୍କ ସହ ଯୋଗାଯୋଗ କରି ଚେଷ୍ଟା କରିବୁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାପାଳ ତୁରନ୍ତ ଉକ୍ତ ଘଟଣା ଉପରେ ହସ୍ତକ୍ଷେପ କରି ଯଥୋଚିତ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି। ଯଶୋଦା ମେହେର ହାତୀବନ୍ଧା ହେନ୍ତା ତ ତାର ମା ନେଇ ତାର ବାପା ପଲେଲା ତାର ମା ମରିଗଲା। ତାର ଜେଜେମା ଗୋଟେ ଥିଲା ସେ ମରିଗଲା। ତାର ଜେଜେ ବାପା ଗୋଟେ ଅଛେ ସେ ଯତନ ଫତନ କିଛି କରୁଛେ ଛାଡ଼ିଦେଲେ ତାକେ ବାହାରେ ବାହାରେ ବୁଲୁଛେ ସେ ଘରକେ ନି ଆସବା ନା ତାକେ ଆର୍ କେନ୍ତା କରମୁ ଆରୁ ଶିକଲି ବନ୍ଦିକେ ତାକେ ଘରେ ଏକା ରଖୁ ମୁଇଁ କେତେ ବୁଢ଼ା ଲୋକ ଖୋଜି ବୁଲମି ହେନ୍ତା କରି ଘରେ ହେନ୍ତି ଖାନା ପିନା ଦେଇକରି ତାକେ ଯତନ ଫତନ ଘରେ କରୁଛନ୍ ତାକେ ସାହାଯ୍ୟ ଟିକେ ମିଳୁ ନା ସରକାର ତରଫରୁ। ଗୟାଧର ମେହେର ହାତୀବନ୍ଧା ଥାନା ସିନାପାଲି ଜିଲ୍ଲା ନୂଆପଡ଼ା। କହନ୍ତୁ କାଣା ହେଇଛି ମୋର ନାତିନି 18 ବର୍ଷ ହେଇଗଲା ପାଗଳ ହେଇଛି ମୁଡ଼େ କାଣା ଖରାପ ହେଲା କିଛି ଡକ୍ଟରଖାନା ନେଲେ ବି କାମ ନେଇ ଦେଲା
ଜନ୍ମର ବାସନା ବୋଲି କହିଦେଲେ କୌଣସି ଔଷଧ ମୁଁ ଦେବି ନାହିଁ ବୋଲି କହିଦେଲେ ଡାକ୍ତର ଫେରେ ଆସୁଛୁ ଫେରେ ଆଣୁ তো ইবার সেবার বলি 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 দিন কাটিগলা কার ঘর কাঁ করছে কার ঘর কাঁ যাচ্ছে আর কেন ভাগুছে জগে জগে হইরাণ হয়ে গেলি হইরাণ হলাকে লাস্ট মুই কড়া বান্ধি দিয়েছি আইলাম কড়া বান্ধি দিয়েছে তো আর বুয়া পলা নানিকে 2 বর্ষ হয়েছিল আর ওই 2 মাস হয়েছিল আর পলা মরিগলা তার মা ঝিয়ার মা মরিগলাকে তার বুয়া পলালা ତେଣୁ ଏମାନେ ସବୁ ଗୋଟେ ମୋର କନ୍ୟା ଗୋଟେ ଥିଲେ ଯେ ଲାଳନ ପାଳନ କରି ତାକେ ରଖୁଥିଲେ ତ ଗଲା ମାସେ 20 ତାରିଖ ଗଲା ମାସ 20 ତାରିଖରେ ମୃତ୍ୟୁ ହେଇଯାଇଛି। ନୂଆପଡ଼ାରୁ ଦୀନବନ୍ଧୁ ଛତ୍ରୀଙ୍କ ରିପୋର୍ଟ ନିରପେକ୍ଷ ନ୍ୟୁଜ୍।